ହାପି ହୋଲି ସାଙ୍ଗମାନେ। ଦେଖନ୍ତୁ ଆମର ହୋଲିରେ ଜମାରୁ ଆଇଁଷ ରୋଷେଇ ହୁଏନି। ଆପଣଙ୍କୁ ହୋଲିର ବହୁତ ବହୁତ ଅଭିନନ୍ଦନ। ହୋଲିରେ ଆମର ହେଇଛି ଭାତ, ଡାଲି, ପନିର ତରକାରୀ, ଛତୁ ଭଜା। ଆପଣଙ୍କ ସହିତ ମୁଁ ପନିର ତରକାରୀର ରେସିପି ସେୟାର କରୁଛି। ଫାଷ୍ଟ ଆମେ ତାୱାରେ ନେଇକି ପନିରଟାକୁ ଭାଜିଦେବା। ତାପରେ ଏପଟ ଆଳୁକୁ ଲୁଣ ହଳଦୀ ଦେଇକି ଭାଜିଦେବା। ମସଲାରେ ନେଇଛି ମୁଁ, ରୁହନ୍ତୁ ଆଳୁ ଆଗେ ଭାଜି ସାରେ ତାପରେ ମସଲାରେ ନେବି। ଆଳୁ ଭାଜି ହେଇଗଲା, ତାପରେ ମସଲାରେ ନେଇଛି ଅଦା, ରସୁଣ, ଶୁଖିଲା ଲଙ୍କା, ଟମାଟୋ, ଧନିଆ ପତ୍ର, ପିଆଜ। ତାକୁ ବାଟିଦେଲା ପରେ ତେଲ ପକେଇଦେଲି ଦେଇକି ଗୋଟେ ତେଜପତ୍ର ପକେଇଦେଲି। ମସଲାକୁ ଭଲ ଭାବରେ କଷିଦେବା ହଳଦୀ ଲୁଣ ଦେଇକି। ଆଉ ଏଇ କାଜୁ ଫାଜୁ ବଟା ଦେଇକି ପେଟ କାହିଁ ଖରାପ କରିବା। ବେଶୀ ମସଲାରେ ରୋଷେଇଟା ହେବ। ତାପରେ ଟମାଟୋ ଟିକେ ପକେଇକି ଗଟର କରିଦେଲେ। ତାପରେ ସାହି ପନିର ମସଲା ପକେଇଦେଲେ। କଷି ହେଇଗଲା। ଦେଖନ୍ତୁ ଭଲ ଭାବରେ କଷିବେ। କଷିଦେଲେ ତାପରେ ଭଜା ରଖା ହେଇଥିବା ଆଳୁକୁ ପକେଇଦେଲି। ତାପରେ ପନିରକୁ ପକେଇଦେଲି, କାହିଁକିନା ପନିର ଭିତରୁ ମସଲା କେମିତି ଯିବ। ପନିର ପକେଇକି କଷିଦେଲେ। ଦେଖନ୍ତୁ କଷି ହେଇଗଲା। ସେପଟେ ହେଉଛି ଯେଉଁ ପନିର ଭାଜିଥିଲି ତା ଦେହରେ ପାଣି ଫୁଟେଇକି ରଖିଛି, ତରକାରୀରେ ଦେଇଦେବା। ସେଇ ପାଣିଟାକୁ ଗରମ ପାଣି ଦେବେ, ଟେଷ୍ଟ ବଢ଼ିଆ ଆସିବ। ତାପରେ ଧନିଆ ପତ୍ର ପକେଇକି ସର୍ଭ କରିବେ ଆଉ କ'ଣ।